ଯେକୌଣସି ସ୍ପେଶାଲ ଦିନରେ ବା ଏମିତି ଘରେ ଛୋଟ ମୋଟ ପାର୍ଟି ଫଙ୍କସନ୍ ଥିଲେ ଆପଣମାନେ ଏହାକୁ ଷ୍ଟାର୍ଟର ଭାବରେ ବା ଏମିତି ସାଇଡ୍ ଆଇଟମ୍ରେ ଖାଇପାରିବେ। କମ୍ ସମୟରେ ତିଆରି ହେଉଥିବା ଭେଣ୍ଡିର ଏହି ଚଟପଟା କ୍ରିସ୍ପି ରେସିପିଟିକୁ ଥରେ ନିଶ୍ଚୟ ଟ୍ରାଏ କରନ୍ତୁ। ବହୁତ ବଢ଼ିଆ ଲାଗିବ ଆଉ ବନେଇବା ସହଜ, କମ୍ ସମୟରେ ତିଆରି ବି ହେଇଯିବ। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆମେ ଟିକେ ନୂଆ ଉପାୟରେ ତିଆରି କରିବା ଭେଣ୍ଡି ଫ୍ରାଏ। ତ ଏ ଭେଣ୍ଡି ଫ୍ରାଏ ତିଆରି କରିବା ପାଇଁ ଏଠି ମୁଁ 500 ଗ୍ରାମର ନେଇଛି ଏକଦମ ଫ୍ରେଶ୍ କଅଁଳିଆ ଭେଣ୍ଡି। ଭେଣ୍ଡିକୁ ଆମେ ପ୍ରଥମେ ଭଲ ଭାବରେ ଧୋଇ ନେବା ଗୋଟା ଆଉ ତାପରେ କାଟିବା। ଆପଣମାନେ ଭେଣ୍ଡି ନିଜ ହିସାବରେ କମ୍ ଅଧିକା କରିକି ନେବେ। ଭେଣ୍ଡିକୁ ଗୋଟା ଧୋଇ ସାରିଲା ପରେ ଏଇଭଳି ଶୁଖିଲା କପଡ଼ାରେ ଆମେ ଭେଣ୍ଡିକୁ ପୋଛି ନେବା। ନାଇଁ ତ ଆପଣମାନେ ଭେଣ୍ଡିକୁ ଧୋଇକି ଟିକେ ସମୟ ବାହାରେ ଏମିତି ଛାଡ଼ି ନେବେ, ଯେମିତିକି ଭେଣ୍ଡି ଉପରରୁ ପାଣି ପୁରା ଶୁଖିଯିବ। ଆଉ ତାପରେ ଭେଣ୍ଡିକୁ ଏଇଭଳି ଭାବରେ ଯେମିତି ଆମେ ନର୍ମାଲି ଘରେ ଭେଣ୍ଡି ଭଜା ପାଇଁ ଭେଣ୍ଡିକୁ କାଟୁଛେ ନା, ଠିକ୍ ସେଇଭଳି ଆମେ ଛୋଟ ଛୋଟ ଖଣ୍ଡରେ ଭେଣ୍ଡିକୁ କାଟି ନେବା। ଦର୍ଶକ ବନ୍ଧୁ, ଆଜିର ଏହି ରେସିପି ଯଦି ଆପଣଙ୍କୁ ପସନ୍ଦ ଆସିବ, ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ଆପଣମାନେ ନୂଆ ତାହେଲେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ତ ନିଶ୍ଚୟ କରିବେ। ଏଠି ଦେଖନ୍ତୁ, ଏଠି ମୁଁ ସବୁ ଭେଣ୍ଡିକୁ କାଟି ନେଇଛି। ଏପଟେ ଆମେ ଆଉ ଗୋଟେ ଜାଗାଟେ ନେବା, ସେଇଥିରେ ମେଜରିଂ କପ୍ରେ ମାପିକି 1/4 କପ୍ ନେବା ଆମେ ଚାଉଳ ଚୁନା ବା ଚାଉଳ ଗୁଣ୍ଡ। ଗ୍ରାମରେ ଯଦି କହିବି ତାହେଲେ 40 ଗ୍ରାମର ହେବ। ତ ସେଇ ସମାନ ମେଜରିଂ କପ୍ରେ ମାପିକି 1/4 କପ୍ ବା 40 ଗ୍ରାମର ନେବା ଆମେ ବେସନ। ଭେଣ୍ଡି ଫ୍ରାଏ ଆହୁରି ମୁସମୁସିଆ କୁଡ଼ମୁଡ଼ିଆ ଲାଗିବ, ସେଥିପାଇଁ ଆମେ 2 ବଡ଼ ଚାମଚ ଦେବା ଏଥିରେ କର୍ଣ୍ଣଫ୍ଲୋର। ସ୍ୱାଦ ଅନୁଯାୟୀ ଦେଇଦେବା ଏଥିରେ ଆମେ ଲୁଣ, ତା ସହିତ ଅଧା ଛୋଟ ଚାମଚ ଦେବା ଆମେ ହଳଦୀ ଗୁଣ୍ଡ, ରାଗ ଲଙ୍କା ଗୁଣ୍ଡ ଦେବା ଆମେ ଅଧା ଛୋଟ ଚାମଚ, କଲର୍ ପାଇଁ କାଶ୍ମୀର ରେଡ୍ ଚିଲି ଦେବା ଆମେ ଗୋଟେ ଛୋଟ ଚାମଚ, ଗୋଟେ ଛୋଟ ଚାମଚ ଦେବା ଆମେ ଧନିଆ ଗୁଣ୍ଡ, ଅଧା ଛୋଟ ଚାମଚ ଦେବା ଆମେ ଜିରା ଗୁଣ୍ଡ, ଗୋଟେ ଛୋଟ ଚାମଚ ଦେବା ଆମେ ଗରମ ମସଲା ଆଉ ଗୋଟେ ଛୋଟ ଚାମଚ ଦେବା ଆମେ ଚାଟ୍ ମସଲା। ଆପଣମାନେ ଆମଚୁର ପାଉଡ଼ର ମଧ୍ୟ ନେଇପାରିବେ ଚଟପଟା ଟେଷ୍ଟ ପାଇଁ। ଏସବୁକୁ ଆମେ ଶୁଖିଲାରେ ଭଲ ଭାବରେ ଗୋଳେଇ ନେବା। ଏବେ ଆମେ ପୂର୍ବରୁ କାଟି ରଖିଥିବା ଭେଣ୍ଡିକୁ ଏଥିରେ ଦେବା ଆଉ ତାପରେ ଭେଣ୍ଡିକୁ ଆମେ ଶୁଖିଲା ଜିନିଷରେ ଭଲ ଭାବରେ ଗୋଳେଇ ନେବା। ଏଇଠି ଦେଖନ୍ତୁ, ସବୁ ଶୁଖିଲା ଜିନିଷ ଭେଣ୍ଡି ଉପରେ ବହୁତ ଭଲ ଭାବରେ ଲାଗିଗଲା। ଏହି ସମୟରେ ଆମେ କ'ଣ କରିବା ନା, ଏଥିରେ ଅଳ୍ପ ଅଳ୍ପ ପାଣି ଛିଞ୍ଚିକି ଆକୁ ଗୋଳେଇବା। ଏକାଥରରେ ବହୁତ ଗୁଡ଼ାଏ ପାଣି ଦେଇକି ଗୋଳେଇବେନି, ଅଳ୍ପ ଅଳ୍ପ ପାଣି ଛିଞ୍ଚି ଛିଞ୍ଚି ଗୋଳେଇବେ, ଯେଉଁଥିପାଇଁ କି ଏଇଟା ପାଣିଆ ହେବନି, ମାନେ ଆମର ଶୁଖିଲା ଜିନିଷଟା ଓଦା ହେଇକି କେବଳ ଭେଣ୍ଡି ଉପରେ ଗୋଟେ ପତଳା ଲେୟାର ହେଇକି ଲାଗିବ। ସେଇ ହିସାବରେ ଆମେ ପାଣିକୁ ପକାଇବା। ଏଇଠି ଦେଖିପାରୁଥିବେ ବହୁତ ଭଲ ଭାବରେ ଏଇଟା ଗୋଳେଇ ହେଇଯାଇଛି ଆଉ ଏମିତି ଏଇଟା ଶୁଖିଲା ହିଁ ରହିବ। ଆଉ ଦେଖିପାରୁଥିବେ ଆମର ବେସନ, କର୍ଣ୍ଣଫ୍ଲୋର ଯାହା ବି ଆମେ ଏଥିରେ ମସଲା ସବୁ ଦେଇଥିଲେ ସେସବୁ ବହୁତ ଭଲ ଭାବରେ ଭେଣ୍ଡି ଉପରେ ଗୋଟେ ପତଳା ଲେୟାର ହେଇକି ଲାଗିଯାଇଛି। ଏବେ ଆମେ କ'ଣ କରିବା ନା, ଆକୁ ସାଇଡ଼ରେ ରଖିବା। ଏବେ ଯିବା ନେକ୍ସଟ ଷ୍ଟେପ୍କୁ। ଏପଟେ ଦେଖନ୍ତୁ, କଡ଼େଇରେ ଅଳ୍ପ କିଛି ତେଲ ମୁଁ ଗରମ କରିବା ପାଇଁ ବସେଇଛି। ଏଠି ମୁଁ ରାଇସ୍ ବ୍ରାନ୍ ଅଏଲ୍ ନେଇଛି। ତେଲକୁ ହାଇ ଫ୍ଲେମ୍ରେ ଭଲ ଭାବେ ଗରମ କରିବା ଆଉ ଏଇଭଳି ଗୋଟେ ଜାଲି ନେବା ଆଉ ସେ ଜାଲିରେ 3 ବଡ଼ ଚାମଚ ଦେବା ଚିନାବାଦାମ। ଚିନାବାଦାମ ଜମା ବି ସ୍କିପ୍ କରିବେନି, এই ରେସିପିରେ ନିଶ୍ଚୟ ପକାଇବେ। ଏମିତି ଜାଲି ଉପରେ ରଖିକି ଆମେ ଚିନାବାଦାମକୁ କ୍ରିସ୍ପି ହେଲା ପର୍ଯ୍ୟନ୍ତ ଛାଣି ନେବା। এইଭଳି ଉପାୟରେ ଆପଣମାନେ ଫ୍ରାଏ କରିବେ, ଆପଣଙ୍କୁ ସହଜ ହେବ। ଦେଖନ୍ତୁ, ଇଏ ଫ୍ରାଏ ହେଇଗଲା। ଆକୁ ଗୋଟେ ଜାଗାକୁ ରଖିନେବା। ସେଇ ଗରମ ତେଲରେ ସେଇ ଜାଲି ଉପରେ କ'ଣ କରିବା ନା, ଆମେ 2 ବଡ଼ ଚାମଚ ଦେବା ଫାଳ କାଜୁ। ଆପଣ ଚାହିଁଲେ କାଜୁକୁ ସ୍କିପ୍ କରିପାରିବେ, କିନ୍ତୁ କାଜୁ ଦେଲେ ଆହୁରି ଭଲ ଟେଷ୍ଟ ଆସିବ। କାଜୁକୁ ମଧ୍ୟ ହାଲକା ଟିକେ କଲର୍ ହେଲା ପର୍ଯ୍ୟନ୍ତ ଫ୍ରାଏ କରିବା, ପୋଡ଼ିବାନି। ଇଏ ଫ୍ରାଏ ହେଇଗଲା ପରେ ସେମ୍ ଜାଗାରେ ଆକୁ ମଧ୍ୟ ରଖିବା। ଏଠି ଦେଖନ୍ତୁ, 8-10 କୋଲା ଚୋପା ଥାଇକି ମୁଁ ରସୁଣ ନେଇଛି, ତାକୁ ହାଲକା କି ଟିକେ ଛେଚି ନେଇଛି ଆଉ ତାକୁ ଆମେ ଏଇ ଗରମ ତେଲରେ ପକାଇକି ଟିକେ ଲାଲ କରିକି ଫ୍ରାଏ କରିନେବା। ରସୁଣଟା ଛାଣି ହେଲା ପରେ ଏକଦମ କ୍ରିସ୍ପି ହେଇଯିବ। ପାଟିକୁ ଯେତେବେଳେ ଆସିବ ବଢ଼ିଆ ଲାଗିବ। ଆପଣ ଚାହିଁଲେ ରସୁଣକୁ ସ୍କିପ୍ କରିପାରିବେ। ତା ସହିତ ଆମେ 4-5ଟା କଞ୍ଚା ଲଙ୍କାକୁ ଟିକେ ମଝିରୁ ଚିରା ଲଗାଇକି ମଧ୍ୟ ଫ୍ରାଏ କରିବା, ତାକୁ ମଧ୍ୟ ସେ ସେମ୍ ଜାଗାରେ ରଖିବା। ଏବେ ଆମେ ଏଥିରେ ଅଧା ଛୋଟ ଚାମଚ କାଶ୍ମୀର ରେଡ୍ ଚିଲି ଦେବା, 3-4 ପିସ୍ ପକାଇବା ଲୁଣ, ଏହା ସହିତ ଆମେ ଅଧା ଛୋଟ ଚାମଚ ଭଜା ଜିରା ଗୁଣ୍ଡ ପକାଇବା ଆଉ ଏ ସବୁକୁ ଆମେ ଗୋଳେଇ ନେବା। ଇଏ ଗୋଳେଇ ହେଇଗଲା ପରେ ଆକୁ ଆମେ ସାଇଡ଼ରେ ରଖିବା। ତ ତେଲକୁ ପୁଣି ଥରେ ହାଇ ଫ୍ଲେମ୍ରେ ଭଲ ଭାବରେ ଗରମ କରିବା। ତେଲ ଗରମ ହେଇଗଲା ପରେ ମ୍ୟାରିନେଟ୍ କରି ରଖିଥିବା ଭେଣ୍ଡିକୁ ଗରମ ତେଲରେ ଗୋଟି ଗୋଟି କରିକି ପକାଇବା। ଏକାଥରରେ ସବୁ ଭେଣ୍ଡି ପକାଇବେନି, ଅଳ୍ପ ଅଳ୍ପ ଦେଇକି ଫ୍ରାଏ କରିବେ। ଭେଣ୍ଡିକୁ ପ୍ରଥମରୁ ଶେଷ ଯାଏଁ ଏକଦମ ହାଇ ଫ୍ଲେମ୍ରେ ଆମେ ଫ୍ରାଏ କରିବା। ତା ସହିତ ଏକଦମ ଗରମ ତେଲରେ ହିଁ ଭେଣ୍ଡିକୁ ପକାଇକି ଫ୍ରାଏ କରିବେ। ନହେଲେ କ'ଣ ହେବ ନା, ତେଲ ଯଦି ଗରମ ହେଇନଥିବ ବା ଧିମା ଆଞ୍ଚରେ ଭେଣ୍ଡିକୁ ଆପଣମାନେ ଫ୍ରାଏ କରିବେ, ତାହେଲେ ଭେଣ୍ଡି ଅଧିକ ତେଲ ପିଇବ। ତ এইଭଳି ଭାବରେ ମୁଁ ଓଲଟ ପାଲଟ କରିକି ହାଇ ଫ୍ଲେମ୍ରେ ଭେଣ୍ଡିକୁ ଏକଦମ କ୍ରିସ୍ପି ଆଉ ଲାଲ ହେଲା ପର୍ଯ୍ୟନ୍ତ ଫ୍ରାଏ କରିନେଇଛି। ଏଇଠି ଭେଣ୍ଡି ବହୁତ ଭଲ ଭାବରେ ଫ୍ରାଏ ହେଇଗଲା। ଆକୁ ଆମେ ଜାଲିକୁ ବାହାର କରିନେବା ଆଉ ଯେଉଁ ଜାଗାରେ ଆମେ କାଜୁ ଚିନାବାଦାମକୁ ଛାଣିକି ରଖିଥିଲେ ସେଇ ଜାଗାରେ ଆମେ ଭେଣ୍ଡି ଛଣାକୁ ମଧ୍ୟ ଦେଇଦେବା
ଆଉ ଏଇଭଳି ଭାବରେ ସବୁ ଭେଣ୍ଡିକୁ ଆମେ ଛାଣି ନେବା। ଆହୁରି ଚଟପଟା କରିବା ପାଇଁ ଏଥିରେ ଆମେ ଅଧା ଛୋଟ ଚାମଚ ପୁଣି ଥରେ ପକାଇବା ଚାଟ୍ ମସଲା ଆଉ ଭଲ ଭାବରେ ଏମିତି ଗୋଳେଇ ନେବା ସବୁ ଜିନିଷକୁ। ତା ସହିତ ଆହୁରି ଫ୍ଲେଭରଫୁଲ୍ ବନିବ, ସେଥିପାଇଁ ଆମେ କ'ଣ କରିବା ନା ଅଳ୍ପ କିଛି ଭୃଷଙ୍ଗ ପତ୍ରକୁ ଏଇଭଳି ତେଲରେ ଟିକେ ଛାଣିକି ଏଥିରେ ପକାଇବା ଆଉ ପୁଣି ଥରେ ଗୋଳେଇ ନେବା। ଏଇଠି ଆମର ତିଆରି ହୋଇଗଲା ଏକଦମ କ୍ରିସ୍ପି କୁରକୁରା ଭେଣ୍ଡି ଫ୍ରାଏ। ଏଇଭଳି ଉପାୟରେ ଆପଣମାନେ ଭେଣ୍ଡି ଫ୍ରାଏ ବନାନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ, ନୂଆ ସ୍ୱାଦ ଆଣିଦେବ ନିଶ୍ଚୟ। ବନାନ୍ତୁ, କେମିତି ଲାଗିଲା ଆପଣଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ଆଉ ଗୋଟେ ନୂଆ ରେସିପି ନେଇକି। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର, ବାଏ, ଜୟ ଜଗନ୍ନାଥ।